ପିଲେ ନବମ ଅଧ୍ୟାୟକୁ ତୁମ ସମସ୍ତଙ୍କୁ ସାଦରେ ସ୍ୱାଗତ କରୁଛି। ଏହି ଅଧ୍ୟାୟରେ ଆମେ ପ୍ରଥମେ ହକି ପ୍ରବନ୍ଧଟିକୁ ଟିକେ ପଢ଼ି ନେବା ଏବଂ ପରେ ପରେ ତୁମ ବହିରେ ଥିବା ପ୍ରଶ୍ନକୁ ଆଲୋଚନା କରିନେବା। ଠିକ୍ ଅଛି ପିଲାମାନେ, ତୁମେ ପ୍ରସ୍ତୁତ ଅଛ? ଖେଳିବାକୁ ବା କିଏ ଭଲ ନ ପାଏ? ଖେଳ ଖାଲି ଆମକୁ ଆନନ୍ଦ ଦିଏନି, ଆମ ଶରୀର ଗଠନରେ ମଧ୍ୟ ସାହାଯ୍ୟ କରେ। ସୁଷମ ଖାଦ୍ୟ, ବିଶୁଦ୍ଧ ଜଳ, ମୁକ୍ତ ବାୟୁ ଓ ଆଲୋକ ପରି ଏହା ଆମକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆବଶ୍ୟକ। କିନ୍ତୁ ଆମ୍ଭେମାନେ ମନେ ରଖିବା ଯେ ଖେଳି ଖେଳି ଅତ୍ୟଧିକ ହାଲିଆ ହେବା ପର୍ଯ୍ୟନ୍ତ ଖେଳିବା ଉଚିତ ନୁହେଁ। ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ। ସ୍ୱାସ୍ଥ୍ୟ ଠିକ୍ ଥିଲେ ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ। ନିୟମିତ ବ୍ୟାୟାମ ଓ ଅଙ୍ଗଚାଳନା ଆମ ଶରୀରକୁ କର୍ମଠ ଓ ବଳିଷ୍ଠ କରେ। ଏଥିଯୋଗୁଁ ସ୍ୱେଦ ଆକାରରେ ଦେହର ଦୂଷିତ ଅଂଶ ବହିର୍ଗତ ହୋଇଯାଏ। ଆମେ ବ୍ୟାୟାମ କରିବା ସମୟରେ ଘନ ଘନ ପ୍ରଶ୍ୱାସ ନେଉ ଏବଂ ଏହାଦ୍ୱାରା ଆମ ଶରୀର ଭିତରକୁ ପ୍ରଚୁର ଅମ୍ଳଜାନ ଯାଏ। ବ୍ୟାୟାମ ଦ୍ୱାରା ଆମ ଶରୀରର ମାଂସପେଶୀ ଦୃଢ଼ ହୁଏ। ଯେଉଁମାନେ ପ୍ରତିଦିନ ଶାରୀରିକ ପରିଶ୍ରମ କରନ୍ତି ସେମାନଙ୍କ ନିମନ୍ତେ ବ୍ୟାୟାମ ବିଶେଷ ଭାବରେ ଆବଶ୍ୟକ ହୁଏ ନାହିଁ, କିନ୍ତୁ ଯେଉଁମାନେ ମାନସିକ ପରିଶ୍ରମ କରନ୍ତି ସେମାନଙ୍କ ପାଇଁ ଏହା ଏକାନ୍ତ ପ୍ରୟୋଜନ। ଅନେକ ପ୍ରକାର ଖେଳ ଥିଲେ ହେଁ ମୁଖ୍ୟତଃ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। କେତେକ ଖେଳକୁ ଘର ଭିତରେ ଓ କେତେକ ଖେଳକୁ ଘର ବାହାରେ ଖେଳିବାକୁ ହୁଏ। ତାସ୍, ପଶା, ଲୁଡୋ, କ୍ୟାରମ୍, ଚେସ୍, ପିଙ୍ଗପଙ୍ଗ ପ୍ରଭୃତି ଖେଳ ସାଧାରଣତଃ ଘର ଭିତରେ ହୁଏ, କିନ୍ତୁ ଡୁଡୁ, ଫୁଟବଲ, ହକି, କ୍ରିକେଟ, ଭଲିବଲ, ଖୋଖୋ ପ୍ରଭୃତି ବାହାରେ ଖେଳାଯାଏ। ଆହୁରି ମଧ୍ୟ ଟେବୁଲ ଟେନିସ୍, ପୁଚି ପ୍ରଭୃତି ଖେଳ ଘର ଭିତରେ ଓ ବାହାରେ ଖେଳାଯାଏ। ଏଗୁଡ଼ିକ ମଧ୍ୟରୁ କେତେକ ଖେଳ ପ୍ରକୃତରେ ବିଦେଶୀୟ ହେଲେ ହେଁ ଆମ ଦେଶରେ ବିଶେଷ ଲୋକପ୍ରିୟ ହୋଇପାରିଛି। ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ଦୁଇ ଦଳ ହୋଇ ଖେଳନ୍ତି। ପ୍ରତି ଦଳରେ 11 ଜଣ ଖେଳାଳି ରହନ୍ତି। ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ରହିଥାଏ। ଏହାକୁ ହକି ଷ୍ଟିକ୍ କୁହାଯାଏ। ଏହି ବାଡ଼ି ବା ଷ୍ଟିକ୍ର ଅଗ୍ରଭାଗ ଚେପଟା ଓ ବଙ୍କା। ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲକୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ। ପୂର୍ବ କାଳରେ ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ। ସେମାନଙ୍କଠାରୁ ଗ୍ରୀସ୍ ଓ ରୋମର ଲୋକମାନେ ଏହି ଖେଳ ଶିକ୍ଷା କଲେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ତାର କେତେକ ବର୍ଷ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଖେଳ ସମିତି ଗଢ଼ାଗଲା। ଏହି ସମିତି ହକି ଖେଳର ନିୟମ କାନୁନ ପ୍ରସ୍ତୁତ କଲେ। ଭାରତରେ ହକି ଆଜି ଜାତୀୟ ଖେଳର ଗୌରବ ଲାଭ କରିଛି। ଭାରତୀୟ ହକି ଖେଳାଳିମାନଙ୍କର କୌଶଳ ଓ ଦକ୍ଷତା ଦେଖି ପୃଥିବୀର କ୍ରୀଡ଼ାପ୍ରେମୀମାନେ ବିସ୍ମିତ ହେଉଛନ୍ତି। 1928 ମସିହାରେ ହଲାଣ୍ଡ ଦେଶରେ ଯେଉଁ ଅଲିମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା, ସେଥିରେ ଭାରତୀୟ ଖେଳାଳି ଦଳ ହକି ଖେଳରେ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ଲାଭ କରିଥିଲେ। ଏହାପରେ କ୍ରମାଗତ 5ଟି ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ହକିରେ ଶୀର୍ଷସ୍ଥାନ ଅଧିକାର କରିଥିଲା। 1964 ମସିହାରେ ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଭାରତ ହକି ଖେଳରେ ବିଜୟ ଲାଭ କରି ତାର ପୂର୍ବ ଗୌରବ ଅକ୍ଷୁଣ୍ଣ ରଖିଥିଲା। ଭାରତ ହକିରେ ପଥ ପ୍ରଦର୍ଶକ ହୋଇ ରହିଛି। ହକି ଖେଳରେ ଭାରତର ଗୌରବ ମୂଳରେ ନିହିତ ଅଛି ବିଶିଷ୍ଟ କ୍ରୀଡ଼ାବିତ୍ ଜୟପାଳ ସିଂ ଓ ଧ୍ୟାନଚାନ୍ଦଙ୍କ ଅପୂର୍ବ କୃତିତ୍ୱ। ଧ୍ୟାନଚାନ୍ଦଙ୍କ ଜନ୍ମ ଝାନ୍ସୀ ଅଞ୍ଚଳରେ। ବାଲ୍ୟକାଳରୁ ହକି ଖେଳ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ସେ ଜଣେ ଉଚ୍ଚ କୋଟିର ଖେଳାଳି ହୋଇଥିବାରୁ ଲୋକମାନେ ତାଙ୍କୁ ଝାନ୍ସୀ ବୀର କହୁଥିଲେ। ସେ ତାଙ୍କ ଭାଇ ରୂପ ସିଂ ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ନେଇ ଗୋଟିଏ ହକି ଦଳ ଗଢ଼ିଥିଲେ। ପୃଥିବୀର ବିଭିନ୍ନ ଦେଶର ହକି ପ୍ରତିଯୋଗିତାରେ ଏହି ଦଳ ବିପୁଳ ବିଜୟ ଲାଭ କରିଥିଲା। 1936 ମସିହାରେ ବର୍ଲିନଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ସେଠାରେ ସେ ଯେଉଁ ଚମକପ୍ରଦ ଖେଳ ଖେଳିଥିଲେ ତାହା ଦେଖି ଦର୍ଶକବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁଗର ବୋଲି ଆଖ୍ୟା ଦେଇଥିଲେ। ତାଙ୍କର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଦେଖି ଲୋକମାନେ ସନ୍ଦେହ କଲେ ଯେ ସେ କୁହୁକ ବାଡ଼ି ବ୍ୟବହାର କରୁଛନ୍ତି କିମ୍ବା
ସେଥିରେ କୌଣସି ଅଠା ଲଗାଇଛନ୍ତି। ଲୋକଙ୍କର ଏ ସନ୍ଦେହ ମୋଚନ ପାଇଁ ତାଙ୍କୁ 2-3 ଥର ହକି ଷ୍ଟିକ୍କୁ ପରିବର୍ତ୍ତନ କରିବାକୁ ହୋଇଥିଲା। ହକି ଖେଳିଲା ବେଳେ ହକି ବଲ୍ର ଚଞ୍ଚଳ ଗତି ସହିତ ସତେ ଯେପରି ଧ୍ୟାନଚାନ୍ଦଙ୍କର ସମୁଦାୟ ଶରୀର ତାଳ ଦେଇ ଚାଲିଥାଏ। ହକି ତାଙ୍କ ପକ୍ଷରେ କେବଳ ଗୋଟିଏ ଖେଳ କହିଲେ ଠିକ୍ ହେବ ନାହିଁ। ଏହା ତାଙ୍କର ଜୀବନ ଓ ଏକମାତ୍ର ଆମୋଦ ଥିଲା। ଧ୍ୟାନଚାନ୍ଦଙ୍କର ଖେଳ ଦେଖି ଦର୍ଶକମାନେ ବିସ୍ମିତ ହୋଇଯାନ୍ତି। ଶତମୁଖରେ ତାଙ୍କର ପ୍ରଶଂସା ଖେଳିଯାଏ। ସେ ଏଡ଼େ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ ତାଙ୍କ ମନରେ ତିଳେ ହେଲେ ଗର୍ବ ନଥିଲା। ଯେ ତାଙ୍କ ସଂସ୍ପର୍ଶରେ ଆସୁଥିଲେ ସେ ତାଙ୍କର ସରଳ ଓ ନିରାଡ଼ମ୍ବର ସ୍ୱଭାବରେ ମୁଗ୍ଧ ହେଉଥିଲେ। ପ୍ରକୃତରେ କହିବାକୁ ଗଲେ ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା। ତାଙ୍କର ଆଦର୍ଶ ଭାରତୀୟ ଖେଳାଳିମାନଙ୍କୁ ଅନୁପ୍ରାଣିତ କରିଛି। ତାଙ୍କର ସଂଗଠନ ଓ ଉଦ୍ୟମ ଫଳରେ ହକି ଭାରତର ମୁଖ୍ୟ ଖେଳରେ ପରିଣତ ହୋଇଛି। ପୃଥିବୀରେ ଆହୁରି କେତୋଟି ଦେଶ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଏଥିରେ ପାରଙ୍ଗମ ହୋଇ ଉଠିଲେଣି। ସେମାନଙ୍କ ମଧ୍ୟରେ ପାକିସ୍ତାନ, ପଶ୍ଚିମ ଜର୍ମାନୀ, ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଉଲ୍ଲେଖଯୋଗ୍ୟ। 1975ରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳିମାନଙ୍କ ମଧ୍ୟରେ ଓଡ଼ିଶାର ଖେଳାଳି ମାଇକେଲ କିଣ୍ଡୋ ଦକ୍ଷତାର ସହ ଖେଳି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ହକି ସୁନ୍ଦରଗଡ଼ ଆଦିବାସୀମାନଙ୍କର ଏକ ପ୍ରିୟ ଖେଳ। ସେମାନଙ୍କ ଖେଳ ଦେଖିଲେ ମନେହେବ ସତେ ଯେମିତି ତାହା ସେମାନଙ୍କର ସହଜାତ। ସମ୍ପୂର୍ଣ୍ଣ ପ୍ରବନ୍ଧଟିକୁ ଥରୁଟିଏ ଆମେମାନେ ପଢ଼ିନେଲେ। ଏବେ ଆମେ ପ୍ରଶ୍ନ ଉତ୍ତର ଆଡ଼କୁ ଯିବା। ଦେଖିବା ତୁମ ବହିରେ କ'ଣ କ'ଣ ପ୍ରଶ୍ନ ସବୁ ଅଛି ସେଗୁଡ଼ିକର ଆଲୋଚନା ମଧ୍ୟ କରିନେବା। ବର୍ତ୍ତମାନ ଆମେ ଯୁଗ୍ମ ଶବ୍ଦ ଲେଖିବା। ଯେପରି ଖେଳି ଖେଳି ଠିକ୍ ସେହିପରି ଅନେକ ଗୁଡ଼ିଏ ଶବ୍ଦ ଆମେ ଲେଖିବା। ପିଲାମାନେ ଦେଖିବା ପ୍ରଥମ ଶବ୍ଦଟି ଖେଳି ଖେଳି। ସେମିତି ଆଉ କ'ଣ ଶବ୍ଦ ହେଇପାରିବ? ଚାଲି ଚାଲି, ଇଏ ମଧ୍ୟ ଗୋଟେ ଯୁଗ୍ମ ଶବ୍ଦ। ଦେଖି ଦେଖି, ହସି ହସି, କହି କହି, ଖାଇ ଖାଇ, ପଢ଼ି ପଢ଼ି, ଦୌଡ଼ି ଦୌଡ଼ି, ଲେଖି ଲେଖି, ଶୁଣି ଶୁଣି, ଖେଳାଉଥିବ ଖେଳାଉଥିବ, ଗାଇ ଗାଇ, ଭାବି ଭାବି, ଘୂରି ଘୂରି, କାନ୍ଦି କାନ୍ଦି। ଏମିତି ଶବ୍ଦକୁ ଆମେ ଯୋଡ଼ି ଶବ୍ଦ କହୁ। ଦୁଇଟା ଯାକ ଶବ୍ଦ ଏକା, ଦୁଇଥର ୟୁଜ୍ ହେଇଛି। ଦୁଇଟା ଯାକ ଶବ୍ଦ ଦୁଇଥର ବ୍ୟବହାର ହୋଇଛି। ପୁନଶ୍ଚ ଏକ ପ୍ରଶ୍ନ, ଯୁଗ୍ମ ଶବ୍ଦ ଲେଖିବା ଯେପରି ଘରେ ବାହାରେ। ପୂର୍ବ ପ୍ରଶ୍ନ କେମିତି ଥିଲା? ଦୁଇଟା ଯାକ ଶବ୍ଦ ଏକା ଥିଲା। ଠିକ୍ ଅଛି। ଏଇଠି କିନ୍ତୁ ଟିକିଏ ଅଲଗା। ଗୋଟିଏ ଘରେ ବାହାରେ ଅର୍ଥାତ୍ ବିପରୀତ, ପରସ୍ପରର ବିପରୀତ। ସେମିତି ବିପରୀତ ଶବ୍ଦ ରଖି ଆମେ ଯୁଗ୍ମ ଶବ୍ଦ ପ୍ରସ୍ତୁତ କରିବା। ଦେଖିବା କ'ଣ କ'ଣ ଯୁଗ୍ମ ଶବ୍ଦ ଅଛି। ନିୟମ କାନୁନ, ସୁଖ ଦୁଃଖ, ଭଲ ମନ୍ଦ, ଜୀବନ ମୃତ୍ୟୁ, ଦିନ ରାତି, ଆସିବା ଯିବା, ହସ କାନ୍ଦ, ଲାଭ କ୍ଷତି, ଧନ ସମ୍ପତ୍ତି, ଆଶା ନିରାଶ, ଶାନ୍ତି ଅଶାନ୍ତି, ଆରମ୍ଭ ଶେଷ, ଉନ୍ନତି ଅବନତି। ଠିକ୍ ଅଛି ପିଲାମାନେ, ଏସବୁ କଥା ତମମାନେ ଜାଣିଲ। ବିପରୀତ ଶବ୍ଦକୁ ଯୋଡ଼ି ମଧ୍ୟ ଆମେ ଯୁଗ୍ମ ଶବ୍ଦ ପ୍ରସ୍ତୁତ କରିପାରୁ। ଆଉ ଗୋଟିଏ କଥା ଆମେ ଆଲୋଚନାକୁ ଆଣିବା। ଏଠି ଅଛି ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା। ପ୍ରଥମ ବାକ୍ୟଟି ଏଇଆ ଅଛି। ଦ୍ୱିତୀୟ ବାକ୍ୟଟି ଅଛି ଧ୍ୟାନଚାନ୍ଦ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା। କେବଳ ଗୋଟିଏ ମାତ୍ର ପାର୍ଥକ୍ୟ, ପ୍ରଥମ ବାକ୍ୟରେ ହିଁ ଶବ୍ଦଟି ଲାଗିଛି। ଠିକ୍ ଅଛି। ଯାହା ଫଳରେ ଧ୍ୟାନଚାନ୍ଦକୁ ଅଧିକ ପରିମାଣରେ ଗୁରୁତ୍ୱାରୋପ କରୁଛି ବାକ୍ୟଟିର ଅର୍ଥ। ଦେଖିବା ଆଉ ଥରେ ବୁଝିବା। ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା। ଏଠି ଧ୍ୟାନଚାନ୍ଦକୁ ଅଧିକ ଗୁରୁତ୍ୱ ଦିଆଗଲା।
ଧ୍ୟାନଚାନ୍ଦ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା। ସାଧାରଣ ଭାବରେ ଆମେ କହିଲେ, ଏଠି କିନ୍ତୁ ଗୁରୁତ୍ୱ ଦେଲେ। ତେଣୁ ହିଁ ଶବ୍ଦ ଲାଗିବା ଦ୍ୱାରା ସାଧାରଣତଃ କର୍ତ୍ତା ଗୁରୁତ୍ୱ ପାଏ। ଠିକ୍ ଅଛି। ତେଣୁ ଆମକୁ ସୂଚନା ଅଛି ହିଁ ଶବ୍ଦ ବ୍ୟବହାର କରି ଆମେ କିଛି ବାକ୍ୟ ଲେଖିବା। ଏଇ ଯେମିତି ସ୍ୱାସ୍ଥ୍ୟ ହିଁ ମନୁଷ୍ୟର ସବୁଠୁ ବଡ଼ ସମ୍ପଦ। ପରିଶ୍ରମ ହିଁ ସଫଳତାର ମୂଳ ମନ୍ତ୍ର। ଶିକ୍ଷା ହିଁ ଜୀବନର ଆଲୋକ। ସତ୍ୟ ହିଁ ସଦା ଜୟୀ ହୁଏ। ଖେଳ ହିଁ ଆମକୁ ସୁସ୍ଥ ରଖେ। ସମୟ ହିଁ ସବୁଠୁ ମୂଲ୍ୟବାନ। ମାତା ହିଁ ଶିଶୁର ପ୍ରଥମ ଶିକ୍ଷକ। ଜ୍ଞାନ ହିଁ ଶକ୍ତି। ବିନମ୍ରତା ହିଁ ଛାତ୍ର ଜୀବନର ଆଭୂଷଣ। ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି। ପିଲାମାନେ ବୁଝିପାରିଲେ ଆମେ ଏକଥା? ଠିକ୍ ଅଛି ପିଲାମାନେ, ତମେ ଏଇଭଳି କିଛି ବାକ୍ୟ ନିଜେ ମନରୁ ଲେଖିବ, ସାହିତ୍ୟ ପ୍ରତି ରୁଚି ରଖିବ ଏବଂ ପଢ଼ା ଲେଖା କରି ଆଗକୁ ବଢ଼ିବ। ଠିକ୍ ଅଛି ପିଲାମାନେ, ପରବର୍ତ୍ତୀ ପ୍ରଶ୍ନକୁ ଯିବା। କ'ଣ ଅଛି ଦେଖିବା। ପରବର୍ତ୍ତୀ ପ୍ରଶ୍ନ ଅଛି, ଭାରତରେ ହକିର ପରିଚୟ କ'ଣ? କ'ଣ କହିବା? ହକି ଏକ ଖେଳ? ହକି ଜାତୀୟ ଖେଳ? ଅଭ୍ୟାସ ନା କାମ? ହକି ହେଉଛି ଜାତୀୟ ଖେଳ। ଏଇଟା ଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଅଛି, ଭାରତୀୟ ଖେଳାଳିମାନଙ୍କୁ ଦେଖି ବିଶ୍ୱ କାହିଁକି ଚମତ୍କୃତ ହେଲା? ସେମାନେ ଧନୀ? ସେମାନେ କୁଶଳୀ? ସେମାନେ ଉତ୍ତମ? ସେମାନେ ବିଜେତା? କ'ଣ କହିବା? ସେମାନେ କୁଶଳୀ। କୁଶଳୀ ଖେଳ ପ୍ରୟୋଗ କରୁଥିଲେ। ସେମାନେ କୌଶଳ ପ୍ରୟୋଗ କରୁଥିଲେ ଖେଳରେ। ସୁନ୍ଦର ଖେଳ ପ୍ରଦର୍ଶନ କରୁଥିଲେ। 1928 ଅଲିମ୍ପିକ୍ କେଉଁ ଦେଶରେ ହୋଇଥିଲା? ପିଲାମାନେ, ଏଇଟା ବଢ଼ିଆ କ୍ୱେଶ୍ଚିନ୍ଟି ତମମାନଙ୍କ ପାଇଁ। ହଲାଣ୍ଡରେ ହୋଇଥିଲା। ଠିକ୍ ଉତ୍ତର। 1928 ଅଲିମ୍ପିକ୍ରେ ଭାରତ କେଉଁ ପଦକ ଲାଭ କଲା? କାଂସ୍ୟ, ରୂପା, ସ୍ୱର୍ଣ୍ଣ? କିଛି ନୁହେଁ। କେଉଁଟା କହିପାରିବ? ସ୍ୱର୍ଣ୍ଣ ପଦକ ଲାଭ କରିଥିଲା। ପୁନଶ୍ଚ ଆଉ ଗୋଟିଏ ପ୍ରଶ୍ନକୁ ଯିବା। ଭାରତ କେତୋଟି ଅଲିମ୍ପିକ୍ରେ ଶୀର୍ଷ ସ୍ଥାନରେ ଥିଲା? କେତୋଟି ମନେ ପଡ଼ୁଛି? 5ଟି। ପରବର୍ତ୍ତୀ ପ୍ରଶ୍ନ, 1964 ଅଲିମ୍ପିକ୍ କେଉଁଠି ହୋଇଥିଲା? କହିପାରିବ? ବର୍ଲିନ, ଟୋକିଓ, ଲଣ୍ଡନ, ପ୍ୟାରିସ୍? ଠିକ୍ କଥା, ଟୋକିଓରେ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନରେ ଅଛି, ଭାରତ କେଉଁ ଖେଳରେ ପଥ ପ୍ରଦର୍ଶକ? ଫୁଟବଲ, କ୍ରିକେଟ, ହକି, ଭଲିବଲ? ଠିକ୍ ଉତ୍ତର ହେଉଛି ହକି। ପରବର୍ତ୍ତୀ ପ୍ରଶ୍ନରେ ଅଛି, ହକିରେ ଭାରତର ଗୌରବ କାହାଙ୍କ ଦ୍ୱାରା ବୃଦ୍ଧି ହୋଇଛି? କ୍ରୀଡ଼ାବିତଙ୍କ ଦ୍ୱାରା। ଠିକ୍ ଅଛି ପିଲାମାନେ, ଓଡ଼ିଶାର ହକି ଖେଳାଳିମାନଙ୍କୁ ଚିହ୍ନଟ କର। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ହକି ଖେଳାଳିଙ୍କୁ ଚିହ୍ନଟ କର। ଠିକ୍ ଅଛି, କିଏ କିଏ ସବୁ ହକି ଖେଳାଳି ତାଙ୍କ ତାଲିକା ଦେଖିବା। ମାଇକେଲ କିଣ୍ଡୋ, ଦିଲ୍ଲୀପ ତିର୍କି, ଲାଜରୁସ୍ ବାର୍ଲା, ଇଗ୍ନେଶ ତିର୍କି, ପ୍ରବୋଧ ତିର୍କି। ଏମାନେ ହେଲେ ଓଡ଼ିଶାରେ ସୁନାମୁଣ୍ଡା ହକିରେ। ତାଙ୍କ ନାଁ ସବୁ ତ ମନେ ରଖିବ। ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ ଗ୍ରେସ ଏକ୍କା, ନୀଲମ ସଞ୍ଜି କେସ୍, ନୀଲକାନ୍ତ ଶର୍ମା, ସୁମିତ, ବିପିନ୍ଦର ପାଲ ସିଂ, ସୁନିତା ଲାକ୍ରା, ନମିତା ଟୋପୋ, ଲିଲିମା ମିଞ୍ଜ, ସଲିମା ଟେଟେ, ଦୀପ ଗ୍ରେସ ଏକ୍କା। ସବୁ ମହିଳା। ଏମାନେ ସବୁ ମହିଳା। ତ ଏଇମାନେ ହେଲେ ଆମ ହକିର ରାଜା ଆଉ ରାଣୀ ଓଡ଼ିଶାର। ଏଇମାନଙ୍କ ଯୋଗୁଁ ଓଡ଼ିଶା ଆଜି ହକିରେ ସାରା ବିଶ୍ୱରେ ପରିଚିତ। ଠିକ୍ ଅଛି ପିଲାମାନେ, ପରବର୍ତ୍ତୀ କଥାକୁ ଯିବା। ବିପରୀତ ଶବ୍ଦ। ବିଜୟୀର ବିପରୀତ କ'ଣ ହବ? ପରାଜିତ। ଶୀର୍ଷ, ତଳ, ପୂର୍ବ, ପର, ବିଶିଷ୍ଟ, ସାଧାରଣ, ଆଗ୍ରହ, ଅନାଗ୍ରହ, ଚଞ୍ଚଳ, ସ୍ଥିର, ପ୍ରଶଂସା, ନିନ୍ଦା, ସରଳ, ଜଟିଳ, ଅମଳିନ, ମଳିନ, ଆକୃଷ୍ଟ, ବିମୁଖ, ପାରଙ୍ଗମ, ଅପାରଙ୍ଗମ, ବିଜୟ, ପରାଜୟ, ପ୍ରିୟ, ଅପ୍ରିୟ, ଆନନ୍ଦ, ସୁଖ, ସୁସ୍ଥ, ଅସୁସ୍ଥ, ସତେଜ, କ୍ଳାନ୍ତ, ଅମୂଲ୍ୟ, ମୂଲ୍ୟହୀନ, କର୍ମଠ, ଅଳସୁଆ, ବଳିଷ୍ଠ, ଦୁର୍ବଳ, ଭିତର, ବାହାର, ଘର ଭିତର, ଘର ବାହାର, ଛୋଟ, ବଡ଼, ବଙ୍କା, ସିଧା, ପୁରୁଣା, ନୂଆ, ପ୍ରଥମେ, ଶେଷରେ, ଆବଶ୍ୟକ, ଅନାବଶ୍ୟକ, ସମର୍ଥ ଆଉ ଅସମର୍ଥ। ବିପରୀତ ଶବ୍ଦ ଗୁଡ଼ିକୁ ତୁମମାନେ ଜାଣିଲ। ଏଇଭଳି
ନୂଆ ନୂଆ ବିପରୀତ ଶବ୍ଦ ଖାତାରେ ଲେଖିବ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖେଇବ, ପଚାରି ବୁଝିବ। ଠିକ୍ ଅଛି ପିଲାମାନେ। ଏବେ ଆମେ ଶବ୍ଦକୁ ନେଇ ବାକ୍ୟରେ ବ୍ୟବହାର କରିବା। ପ୍ରଥମ ଶବ୍ଦ ଅଛି ଖେଳ। ଖେଳ ଆମ ଜୀବନକୁ ଆନନ୍ଦମୟ କରେ। ଠିକ୍ ହେଲା ବାକ୍ୟଟି। ଦ୍ୱିତୀୟ ଶବ୍ଦ ଅଛି ସ୍ୱାସ୍ଥ୍ୟ। ସ୍ୱାସ୍ଥ୍ୟ ଭଲ ଥିଲେ ଆମେ ସବୁ କାମ କରିପାରୁ। ଠିକ୍ ଅଛି ବାକ୍ୟଟି। ବ୍ୟାୟାମ। ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀର ଶକ୍ତ ହୁଏ। ନିୟମିତ ବ୍ୟାୟାମ ଶରୀରକୁ ଶକ୍ତିଶାଳୀ କରେ। ଏମିତି ହେଇପାରିବ। ଅମ୍ଳଜାନ। ଶୁଦ୍ଧ ବାୟୁରେ ଅମ୍ଳଜାନ ଅଧିକ ଥାଏ। ମାଂସପେଶୀ। ବ୍ୟାୟାମରେ ମାଂସପେଶୀ ଦୃଢ଼ ହୁଏ। ହକି ଭାରତର ଗୌରବମୟ ଖେଳ ଅଟେ। ହକି। ଖେଳାଳି। ଭଲ ଖେଳାଳି ସଦା ପରିଶ୍ରମୀ ହୁଏ। ବିଜୟ। ପରିଶ୍ରମ କଲେ ନିଶ୍ଚୟ ବିଜୟ ମିଳେ। ଅଲମ୍ପିକ ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ। କୌଶଳ। କୌଶଳ ଶବ୍ଦଟି କେମିତି କରିପାରିବା? ତାଙ୍କର କୌଶଳ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ପିଲାମାନେ, ଏଠାରେ ତୁମମାନଙ୍କ ପାଇଁ 10ଟି ଶବ୍ଦକୁ ବାକ୍ୟରେ ବର୍ଣ୍ଣନା କରାଯାଇଛି। ଆଉ 10ଟି ଶବ୍ଦକୁ ସେମିତି ବାକ୍ୟରେ ଦେଖିନେବା। ପ୍ରଶଂସା। ଭଲ କାମ କଲେ ସମସ୍ତେ ପ୍ରଶଂସା କରନ୍ତି। ପ୍ରସିଦ୍ଧି। ସେ ତାଙ୍କ ଖେଳ ଦ୍ୱାରା ବହୁ ପ୍ରସିଦ୍ଧି ଲାଭ କଲେ। ସରଳ। ସରଳ ଜୀବନ ଉଚ୍ଚ ଚିନ୍ତା ଶିଖାଏ। ଗର୍ବ। ଆମେ ଆମ ଦେଶ ପାଇଁ ଗର୍ବ କରିବା ଉଚିତ। ଆଦର୍ଶ। ଧ୍ୟାନଚାନ୍ଦ ଛାତ୍ରମାନଙ୍କ ପାଇଁ ଏକ ଆଦର୍ଶ। ଦଳ। ଦଳର ସମସ୍ତେ ମିଶି କାମ କଲେ ସଫଳତା ମିଳେ। ଆଗ୍ରହ। ଛୋଟବେଳୁ ପଢ଼ାରେ ତାଙ୍କର ଆଗ୍ରହ ଥିଲା। ଆନନ୍ଦ। ଖେଳିଲେ ଆମେ ବହୁତ ଆନନ୍ଦ ପାଉ। ଶକ୍ତି। ଭଲ ଖାଦ୍ୟ ଆମକୁ ଶକ୍ତି ଦେଉଛି। ସୁସ୍ଥ। ସୁସ୍ଥ ଶରୀରରେ ମନ ମଧ୍ୟ ସୁସ୍ଥ ରହେ। ଠିକ୍ ଅଛି ପିଲାମାନେ। ଇଏ ଥିଲା ଶବ୍ଦ ଆଉ ବାକ୍ୟ। ବାକ୍ୟ ଗଠନ କରିବା। ବର୍ତ୍ତମାନ ଗୋଟେ ସୁନ୍ଦର କାମ ଆମେ କରିବା। ମୁଁ ତୁମମାନଙ୍କୁ କିଛି ଶବ୍ଦ ଦେବି। ସେ ଶବ୍ଦକୁ ବ୍ୟବହାର କରି ଗୋଟିଏ ଅନୁଚ୍ଛେଦ ଲେଖିବା ପାଇଁ ସୂଚନା ଦେବି। ତୁମମାନେ ସୁନ୍ଦର ଅନୁଚ୍ଛେଦଟିଏ ତିଆରି କରିବ। ଏଥିରେ ଶବ୍ଦ ଅଛି ପ୍ରଭାତ, ସୁନ୍ଦର, ପ୍ରକୃତି। ପ୍ରଭାତ ମାନେ ସକାଳ। ପ୍ରକୃତି, ମନୋରମ, ଗାଁ, ନଦୀ, ପକ୍ଷୀ, କୁହୁ କୁହୁ, ସୁଗନ୍ଧ, ଫୁଲ। ଆଉ କ'ଣ ଶବ୍ଦ ଅଛି ଦେଖିବା? ସୃଜନଶୀଳ, ଶାନ୍ତି, ଆନନ୍ଦ, ଶିକ୍ଷା, ଶ୍ରମ, ସଫଳତା, ମିତ୍ରତା, ପରିଶ୍ରମ, ସ୍ୱପ୍ନ। ଏହିସବୁ ଶବ୍ଦକୁ ବ୍ୟବହାର କରି ଅନୁଚ୍ଛେଦଟିଏ ଲେଖିବା। ଦେଖିବା କେମିତି ହେବ ଅନୁଚ୍ଛେଦଟି। ପ୍ରଭାତ ସମୟରେ ଗାଁର ସୁନ୍ଦର ପ୍ରକୃତି ଅତ୍ୟନ୍ତ ମନୋରମ ଲାଗେ। ଏଠି ପ୍ରଭାତ ରହିଲା, ଗାଁ ରହିଲା, ସୁନ୍ଦର ରହିଲା, ପ୍ରକୃତି ରହିଲା, ଅତ୍ୟନ୍ତ ରହିଲା, ମନୋରମ ରହିଲା। ନଦୀ ପାଖରେ ପକ୍ଷୀମାନେ କୁହୁ କୁହୁ ସ୍ୱରରେ ଗାନ କରୁଥିବା ବେଳେ ଫୁଲର ସୁଗନ୍ଧ ଚାରିପାଖରେ ଖେଳିଯାଏ। ସୁଗନ୍ଧ ରହିଲା, କୁହୁ କୁହୁ ରହିଲା, ସ୍ୱର ରହିଲା, ଗାନ କରୁଥିବା ବେଳେ ରହିଲା। ଠିକ୍ ଅଛି ପିଲାମାନେ। ଏହି ପରିବେଶ ମନୁଷ୍ୟଙ୍କୁ ସୃଜନଶୀଳ ଚିନ୍ତାଧାରା ଦେଇ ମନରେ ଶାନ୍ତି ଓ ଆନନ୍ଦ ଭରିଦିଏ। ଠିକ୍ ଅଛି, ଶାନ୍ତି ରହିଲା, ଆନନ୍ଦ ରହିଲା। ଦୁଇଥର ଆନନ୍ଦ ଅଛି। ଠିକ୍ ଅଛି ପିଲାମାନେ। ଛୋଟ ଛୋଟ ଶିଶୁମାନେ, ଗାଁର ଛୋଟ ଛୋଟ ଶିଶୁମାନେ ଶିକ୍ଷା ଗ୍ରହଣ କରିବା ସହିତ ଶ୍ରମ ଓ ପରିଶ୍ରମର ମୂଲ୍ୟ ବୁଝନ୍ତି। ସେମାନେ ମିତ୍ରତାର ସହିତ ମିଶି ନିଜ ସ୍ୱପ୍ନ ପୂରଣ ପାଇଁ ଆଶା ଦେଇ ଆଗକୁ ବଢ଼ନ୍ତି। ଏହି ପରିଶ୍ରମ ଓ ଦୃଢ଼ ସଂକଳ୍ପ ତାଙ୍କୁ ଜୀବନରେ ସଫଳତାର ଶିଖରକୁ ନେଇଯାଏ। କେଡ଼େ ସୁନ୍ଦର ଅନୁଚ୍ଛେଦଟିଏ ଲେଖାଯାଇ ପାରିଲା ଏହି ଶବ୍ଦକୁ ନେଇକି। ତମେମାନେ ଏମିତି ଶବ୍ଦକୁ ନେଇ ଛୋଟ ଛୋଟ ଅନୁଚ୍ଛେଦ ଲେଖିବ। ଫଳରେ ତୁମର ସାହିତ୍ୟ ପ୍ରତି ଆଦର ବଢ଼ିବ। ଭଲ ଭଲ ସାହିତ୍ୟ ସୃଷ୍ଟି କରିପାରିବ। ଠିକ୍ ଅଛି ପିଲାମାନେ। ପରବର୍ତ୍ତୀ କଥାକୁ ଯିବା ତାହେଲେ। ପିଲାମାନେ, ଏବେ ଆମେ ଚିତ୍ରରେ ଓଡ଼ିଶାର ଖେଳାଳିମାନଙ୍କୁ ଚିହ୍ନିବା ଆସ। ପ୍ରଥମ ଚିତ୍ରରେ କିଏ ଅଛନ୍ତି? ମାଇକେଲ କିଣ୍ଡୋ, ଯାହାଙ୍କ କଥା ଆମେ ଅନୁଚ୍ଛେଦରେ ପଢ଼ିଥିଲେ। ଦ୍ୱିତୀୟ ଚିତ୍ରରେ କିଏ ଅଛନ୍ତି ଦେଖିବା? ଦିଲ୍ଲୀପ ତିର୍କୀ, ଯିଏ ଜଣେ ପ୍ରସିଦ୍ଧ ହକି ଖେଳାଳି। ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲା ତାଙ୍କ ଘର। ଦିଲ୍ଲୀପ ତିର୍କୀଙ୍କୁ ଦେଖିଲେ। ଏଇ ଚିତ୍ରଟି ହେଉଛି ଲାଜରୁସ୍ ବାର୍ଲାଙ୍କର। ସୁନ୍ଦର ହକି ଖେଳାଳି, ଓଡ଼ିଶାର ଜଣେ ପ୍ରସିଦ୍ଧ ହକି ଖେଳାଳି, ଯିଏ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ଏଇଠି ଚିତ୍ରରେ ଦେଖୁଛନ୍ତି ଆମେ ଇଗ୍ନେଶ ତିର୍କୀଙ୍କୁ, ଜଣେ ହକି ଖେଳାଳି, ଓଡ଼ିଶାର ହକି ଖେଳାଳି। ଭାରତୀୟ ହକି ଦଳରେ ସେ ସୁନାମ ଅର୍ଜନ କରିଛନ୍ତି। ଏବେ ଦେଖୁଛନ୍ତି ପ୍ରବୋଧ ତିର୍କୀଙ୍କୁ। ତାଙ୍କ ନାମ ତୁମେ ଭାରତୀୟ ହକି ଦଳରେ ଶୁଣିଥିବ। ସୁନ୍ଦର ଖେଳ ଯୋଗୁଁ ସେ ସାରା ବିଶ୍ୱରେ ପରିଚିତ। ହକି ଖେଳାଳି ପ୍ରବୋଧ ତିର୍କୀ ଓଡ଼ିଶାର ଜଣେ ସୁନାମୁଣ୍ଡା, ଓଡ଼ିଶାର ଜଣେ ସୁନାପୁଅ। ଏବେ ଦେଖୁଛନ୍ତି ବୀରେନ୍ଦ୍ର ଲାକ୍ରା, ସୁନ୍ଦର ଖେଳାଳି,
ପ୍ରସିଦ୍ଧ ଖେଳାଳି, ସର୍ବଭାରତୀୟ ସ୍ତରରେ ତାଙ୍କର ସୁନାମ ଅଛି। ଓଡ଼ିଶାର ଜଣେ ସୁନ୍ଦର, ପରିଶ୍ରମୀ ଏବଂ ଦକ୍ଷତାପୂର୍ଣ୍ଣ ଖେଳାଳି, ଯାହାକୁ ନେଇ ଆମେ ଗର୍ବ ଅନୁଭବ କରୁ। ଏବେ ଆମେ ଦେଖୁଛନ୍ତି ଅମିତ ରୋହିଦାସ, ଯାହାଙ୍କର ଅତ୍ୟନ୍ତ ଚମତ୍କାର କ୍ରୀଡ଼ା ନୈପୁଣ୍ୟକୁ ସାରା ଭାରତ ମନେ ରଖିଛି। ବିଶ୍ୱକପ୍ ଠୁ ଆରମ୍ଭ କରି ଅଲିମ୍ପିକ୍ କ୍ରୀଡ଼ାରେ ମଧ୍ୟ ତାଙ୍କର ସଫଳତା ଅନେକ ପରିମାଣରେ ଓଡ଼ିଶାକୁ ଗର୍ବିତ କରିଛି। ଅମିତ ରୋହିଦାସ ଓଡ଼ିଶାର ଖେଳାଳି। ମହିଳା ଖେଳାଳିଙ୍କ ଭିତରେ ଦୀପ ଗ୍ରେସ୍ ଏକ୍କା, ମୁଁ ଅନେକ ଖେଳାଳିଙ୍କର ନାଁ ତୁମମାନଙ୍କୁ କହିଲିଣି। ଦୀପ ଗ୍ରେସ୍ ଏକ୍କା ମଧ୍ୟ ଜଣେ ପ୍ରସିଦ୍ଧ ଖେଳାଳି, ଯାହାଙ୍କୁ ସର୍ବଭାରତୀୟ ସ୍ତରରେ ସମସ୍ତେ ଜାଣନ୍ତି। ସେ ମଧ୍ୟ ଓଡ଼ିଶାର। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଆଲୋଚନା ଏତିକି। ତୁମେମାନେ ଅନ୍ତିମ ଭିଡ଼ିଓ 10 ନମ୍ବର ଭିଡ଼ିଓରେ ଆଉ କିଛି କଥା ଶିଖିବ। ତୁମମାନଙ୍କୁ ସେହି ପର୍ଯ୍ୟନ୍ତ ଅନେକ ଅନେକ ଧନ୍ୟବାଦ। ଭଲରେ ଥାଅ, ମନ ଲଗାଇ ପାଠ ପଢ଼ୁଥାଅ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।